ବନ୍ଧୁଗଣ 3 ମାର୍ଚ୍ଚ ମଙ୍ଗଳବାର ଅର୍ଥାତ୍ ଆଜି ପଡ଼ୁଅଛି ଭୟଙ୍କର ଚନ୍ଦ୍ରଗ୍ରହଣ। ଯଦି ଆପଣ ଆଜି ସନ୍ଧ୍ୟା ପୂର୍ବରୁ ଘରର ଏହି ସ୍ଥାନରେ ଚୁପଚାପ ରଖିଦିଅନ୍ତି 1 ଟଙ୍କିଆ ମୁଦ୍ରା, ତେବେ ଜୀବନର ସବୁ ଦୁଃଖ କଷ୍ଟରୁ ଆପଣଙ୍କୁ ତୁରନ୍ତ ମୁକ୍ତି ମିଳିଯିବ। ଆପଣଙ୍କର ସମସ୍ତ ମନସ୍କାମନା ଗୁଡ଼ିକ ପୂର୍ଣ୍ଣ ହୋଇଯିବ। ଚନ୍ଦ୍ରଦେବ ଏବଂ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ହେବ ଧନର ବର୍ଷା। ଆପଣ ହୋଇଯିବେ କୋଟିପତି। ବନ୍ଧୁଗଣ 3 ମାର୍ଚ୍ଚ ମଙ୍ଗଳବାର ମାନେ ଆଜି କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଦୋଳ ପୂର୍ଣ୍ଣିମା ବା ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ପଡ଼ୁଅଛି। ଏହା ଏକ ମହା ଚନ୍ଦ୍ରଗ୍ରହଣ ଅଟେ। ଜ୍ୟୋତିଷମାନଙ୍କ ମତରେ ଦୀର୍ଘ 800 ବର୍ଷ ପରେ ଏପରି ଚନ୍ଦ୍ରଗ୍ରହଣ ସଂଗଠିତ ହେବାକୁ ଯାଉଛି। ଏହି ଦିନ ଯଦି ଆପଣ ତନ୍ତ୍ରଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଲେଖାଥିବା 1 ଟଙ୍କିଆ ମୁଦ୍ରାର ଗୁପ୍ତ ଉପାୟଟି ପାଳନ କରିନେବେ ତ ଆପଣ ଧନଜନିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇଯିବେ। ବନ୍ଧୁଗଣ, ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ହେଉ, ଯେଉଁ ମହା ଉପାୟ ଆପଣ ଏହି ତିଥିରେ କରିବେ ତେବେ 100 ଗୁଣା ଲାଭ ଆପଣଙ୍କୁ ପ୍ରାପ୍ତି ହେବ। ଏହି ଉପାୟଗୁଡ଼ିକ ବିଷୟରେ ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ। ବନ୍ଧୁଗଣ, 1 ଟଙ୍କା ହେଉଛି ମୁଦ୍ରାର ପ୍ରଥମ ଅଙ୍କ। ଏହା ଏକ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। ଆପଣ ଦେଖିଥିବେ ଯେ ପୂଜା ସମୟରେ ଆମେ 1 ଟଙ୍କା, ଗୁଆ, ଅରୁଆ ଚାଉଳ ହାତରେ ଧରି ପୂଜାର ସଂକଳ୍ପ ନେଇଥାଉ। ଆମ ହିନ୍ଦୁ ଧର୍ମରେ 1 ଟଙ୍କାର ମହତ୍ତ୍ୱ ବିଶେଷ ରହିଛି। ବନ୍ଧୁଗଣ, ଏହି ଚନ୍ଦ୍ରଗ୍ରହଣରେ 21ରୁ ଅଧିକ ଶୁଭଯୋଗର ନିର୍ମାଣ ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ଏହି ଚନ୍ଦ୍ରଗ୍ରହଣ ଦିନ କରାଯାଉଥିବା ପ୍ରତ୍ୟେକ ଉପାୟ ମନୁଷ୍ୟକୁ ଶୁଭଫଳ ପ୍ରଦାନ କରିବ। ତେବେ ବନ୍ଧୁଗଣ, ଚନ୍ଦ୍ରଗ୍ରହଣର ସୂତକ ସମୟ ବା ପାକ ନିଷେଧ ବା ହାଣ୍ଡିଛାଡ଼ର ସମୟ ହେଉଛି 3 ମାର୍ଚ୍ଚ 2026 ମଙ୍ଗଳବାର ଅର୍ଥାତ୍ ଆଜି ପ୍ରାତଃ 6:20 ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା 6:47 ପର୍ଯ୍ୟନ୍ତ ରହିବ। ତେବେ ଏହି ଗ୍ରହଣ ଲାଗିବାର ସମୟ ହେଉଛି ବା ଗ୍ରହଣ ଗ୍ରାସ କରିବାର ସମୟ ହେଉଛି 3 ମାର୍ଚ୍ଚ 2026 ମଙ୍ଗଳବାର ଅର୍ଥାତ୍ ଆଜି ଦିନ 3:20:11 ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା 6:47:18 ଗ୍ରହଣ ସମାପ୍ତି ହେବ। ମୁଖ୍ୟ ପ୍ରାପ୍ତି ହେବ। ଏହି ବିରଳ ଚନ୍ଦ୍ରଗ୍ରହଣ ମହାକାଶରେ ପ୍ରାୟ 3 ଘଣ୍ଟା 27 ମିନିଟ୍ 7 ସେକେଣ୍ଡ ପର୍ଯ୍ୟନ୍ତ ସଂଗଠିତ ରହିବ। ଏହି 3 ଘଣ୍ଟା ଗ୍ରହଣ ସମୟରେ ବିଶେଷ ଭାବରେ ଗର୍ଭବତୀ ମହିଳାମାନେ ବାହାରକୁ ବାହାରିବାକୁ ମନା କରାଯାଇଅଛି। ବନ୍ଧୁଗଣ, ସର୍ବପ୍ରଥମ ଉପାୟଟି ହେଉଛି ଧନ ବୃଦ୍ଧିର ମହା ଉପାୟ। ଆପଣଙ୍କ ଘରେ କଦାପି ଧନର ଅଭାବ ନ ହେଉ ବୋଲି ଯଦି ଆପଣ ଚାହୁଁଛନ୍ତି, ତେବେ ଆଜି ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ଦିନ 3:20 ପୂର୍ବରୁ ଆପଣଙ୍କୁ ଏକ ପିତ୍ତଳ ଗିନା ନେବାକୁ ହେବ। ସେହି ଗିନାରେ ଗଙ୍ଗାଜଳ ଭର୍ତ୍ତି କରି ସେଥିରେ ଗୋଟିଏ 1 ଟଙ୍କିଆ ମୁଦ୍ରା ପକାଇ ଦିଅନ୍ତୁ। ଏହାପରେ ସେ ଗିନାକୁ ନେଇକି ଆପଣଙ୍କ ଘରର ଛାତ ଉପରେ ରଖିଦିଅନ୍ତୁ। ଧ୍ୟାନ ଦେବେ ଯେ ଯେମିତି ସେ ଗିନାରେ ଚନ୍ଦ୍ରଙ୍କର କିରଣ ପଡ଼ୁଥିବ। ତା ପରଦିନ ସେ ଗିନାକୁ ଆଣି ସେଥିରୁ 1 ଟଙ୍କିଆ ମୁଦ୍ରାକୁ କାଢ଼ି ନେଇ ନିଜ ଘରର ଆଲମାରିରେ ରଖିଦିଅନ୍ତୁ। ବନ୍ଧୁଗଣ, ଏହି ଉପାୟଟିକୁ ଚନ୍ଦ୍ରଗ୍ରହଣ ଲାଗିବା ପୂର୍ବରୁ କରିନେଲେ ଆପଣଙ୍କ ଘରକୁ ଧନର ଆଗମନ ତୀବ୍ରତର ହେବ। ଏହି ମୁଦ୍ରାଟି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଭଳି କାମ କରିବ, ଯାହାଦ୍ୱାରା ଆପଣଙ୍କର ଆଲମିରା କଦାପି ଖାଲି ହେବ ନାହିଁ। ଦ୍ୱିତୀୟ ଉପାୟଟି ହେଉଛି ଶୁକ୍ର ଗ୍ରହର ସାଥ ପାଇବାର ମହା ଉପାୟ। ବନ୍ଧୁଗଣ, ଶୁକ୍ର ଗ୍ରହକୁ ଧନ ସମ୍ପଦର ଗ୍ରହ ବୋଲି କୁହାଯାଏ। ଶୁକ୍ର ଗ୍ରହର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ଥାଏ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହଟି ମଜବୁତ ଥାଏ, ସେ ବ୍ୟକ୍ତି ଧନବାନ ହୋଇଥାନ୍ତି। ଯେଉଁ ବି କାର୍ଯ୍ୟ ସେ ଆରମ୍ଭ କରନ୍ତି ସେ ଅବଶ୍ୟ ସଫଳ ହୋଇଥାନ୍ତି। ଏହି କାର୍ଯ୍ୟଟି ସକାଳ 6ଟା ପୂର୍ବରୁ ସମାପ୍ତ କରିବେ। ଆପଣ ଚନ୍ଦ୍ରଗ୍ରହଣ ଦିନ ସକାଳୁ ଉଠି ଗାଧୋଇ ସାରି ଆପଣ ନାଲି ରଙ୍ଗର ବସ୍ତ୍ର ପରିଧାନ କରିବେ। ଏହାପରେ ମା ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ପାଖରେ ବସି ଏକ ଘିଅର ଦୀପ ଜଳାଇ ନେବେ। ଏହାପରେ 2ଟି 1 ଟଙ୍କିଆ ମୁଦ୍ରା ନିଜ ଡାହାଣ ହାତରେ ଧରି
ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 11 ଥର ଜପ କରିବେ। ବୀଜ ମନ୍ତ୍ରଟି ହେଉଛି ଓମ୍ ମହାଲକ୍ଷ୍ମୀ ନମଃ। ବର୍ତ୍ତମାନ 2ଟି ମୁଦ୍ରାରୁ ଆପଣ ଗୋଟିଏ ମୁଦ୍ରାକୁ ନିଜ ପର୍ସରେ ରଖିନେବେ ଏବଂ ଅନ୍ୟଟି ନିଜର ଶୋଇବା କକ୍ଷରେ ରଖିନେବେ। ବନ୍ଧୁଗଣ, କେବଳ ଏତିକି ଉପାୟ ଆପଣ ଚନ୍ଦ୍ରଗ୍ରହଣ ଦିନ କରିନେଲେ ଆପଣଙ୍କର ଶୁକ୍ରଗ୍ରହ ଆପଣଙ୍କର ସାଥ ଦେବ। ଆପଣଙ୍କ ଜୀବନରେ ଧନର ଆଗମନ ହେବ। ଧନ ସମ୍ବନ୍ଧୀୟ ଯେଉଁ ବି ନିଷ୍ପତ୍ତି ଆପଣ ନେବେ ସେଥିରେ ସଫଳ ହେବେ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଲାଭବାନ ହେବେ। ଏହି ଉପାୟକୁ ଆପଣ ଚନ୍ଦ୍ରଗ୍ରହଣ ଦିନ କରିନେଲେ ଆପଣଙ୍କର ଡେଲି ଇନକମ୍ରେ ମଧ୍ୟ ଆପଣଙ୍କର ବୃଦ୍ଧି ଘଟିବ। ତୃତୀୟ ଉପାୟଟି ହେଉଛି ବନ୍ଦ ପଡ଼ିଥିବା ବ୍ୟାପାରକୁ ଚାଲୁ କରିବାର ମହା ଉପାୟ। ବନ୍ଧୁଗଣ, ପୂର୍ବରୁ ଯଦି ଆପଣଙ୍କର ବ୍ୟାପାର ଠିକ୍ଠାକ୍ ଚାଲୁଥିଲା, ବର୍ତ୍ତମାନ ଆପଣ ସେ ବ୍ୟାପାରରୁ ଲାଭ ପରିବର୍ତ୍ତେ କ୍ଷତି ସହୁଛନ୍ତି, ତ ବୁଝିଯାଆନ୍ତୁ ଯେ ଆପଣଙ୍କର ବ୍ୟାପାରରେ କାହାର ନଜର ଲାଗିଯାଇଛି। ନଜର ଦୋଷକୁ କାଟିବା ପାଇଁ ଏହି ଚନ୍ଦ୍ରଗ୍ରହଣ ଦିନ ସକାଳ 6:20 ପୂର୍ବରୁ ଆପଣ ଏହି ଉପାୟଟିକୁ ପାଳନ କରିନେବେ। ଆପଣ ନିଜ ଠାକୁର ଘରକୁ ଯାଇ ଗୋଟିଏ ନାଲି କପଡ଼ାରେ 1 ମୁଠା ଧଣିଆ, ଗୋଟିଏ 1 ଟଙ୍କିଆ ମୁଦ୍ରା ରଖି ସେ କପଡ଼ାକୁ ବାନ୍ଧିଦେବେ ଏବଂ ସେ ପୁଟୁଳିକୁ ନିଜ ହାତରେ ଧରି ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 11 ଥର ଜପ କରିବେ। ବୀଜ ମନ୍ତ୍ରଟି ହେଉଛି ଓମ୍ ଶ୍ରୀ ଶ୍ରେୟା ନମଃ। ଏହାପରେ ସେ ନାଲି ପୁଟୁଳିକୁ ନେଇ ସେ ବ୍ୟାପାର ସ୍ଥାନରେ ରଖିଦେବେ। ଆପଣଙ୍କର ବ୍ୟାପାର ଉପରେ ଲାଗିଥିବା କୁଦୃଷ୍ଟିକୁ ଏହି ପୁଟୁଳି ନିଜ ଆଡ଼କୁ ଟାଣି ନେବ ଏବଂ ଆପଣଙ୍କର ବ୍ୟାପାର ପୁଣି ଥରେ ଲାଭ ହେବାକୁ ଲାଗିବ। ଚତୁର୍ଥ ଉପାୟଟି ହେଉଛି ଭାଗ୍ୟର ସାଥ ପାଇବାର ଗୁପ୍ତ ଉପାୟ। ଭାଗ୍ୟ ଏବଂ ନବଗ୍ରହର ସାଥ ଯଦି ଆପଣ ପାଇବାକୁ ଚାହୁଁଛନ୍ତି, ତେବେ ଚନ୍ଦ୍ରଗ୍ରହଣ ସନ୍ଧ୍ୟାରେ ଏହି ଉପାୟଟି ନିଶ୍ଚୟ ପାଳନ କରନ୍ତୁ। ଆପଣ ଏକ ନୂଆ ତାଲା ଚାବି କିଣିକି ଆଣନ୍ତୁ। ଏହାପରେ ଏକ ଧଳା କପଡ଼ାରେ ସେ ତାଲା ଚାବି ଏବଂ 1 ଟଙ୍କିଆ ମୁଦ୍ରାକୁ ବାନ୍ଧି ସେ ପୁଟୁଳିକୁ ନେଇ ନିଜ ଘରର ଛାତ ଉପରେ ରଖିଦେଇ ଆସନ୍ତୁ। ଏହାପରେ ତା ପରଦିନ ସେ ତାଲା ଚାବି ଏବଂ 1 ଟଙ୍କାକୁ ନେଇ କୌଣସି ମନ୍ଦିର ବାହାରେ ବସିଥିବା ଭିକାରୀକୁ ଦାନ କରିଦିଅନ୍ତୁ। ଏହି ଉପାୟଟି କରିନେଲେ ଆପଣଙ୍କର ବନ୍ଦ ଭାଗ୍ୟର ତାଲା ଖୋଲିଯିବ। ପଞ୍ଚମ ଉପାୟଟି ହେଉଛି ମନସ୍କାମନା ପୂର୍ତ୍ତିର ମହା ଉପାୟ। ଆପଣ କ'ଣ କରିବେ ନା 1 କେଜି ଗୁଡ଼ ଏବଂ ଗୋଟିଏ 1 ଟଙ୍କିଆ ମୁଦ୍ରା ଆପଣ 6:20 ପୂର୍ବରୁ ନେଇ ଠାକୁର ଘରେ ରଖିଦେବେ। ତା ପରଦିନ ଏହାକୁ ନେଇ ଆପଣ ହନୁମାନ ମନ୍ଦିରର ପୂଜାରୀକୁ ଦାନ କରି ହନୁମାନଙ୍କ ନିକଟରେ ନିଜର ମନସ୍କାମନା ଜଣାଇବେ। କେବଳ ଏତିକି ଉପାୟ ଚନ୍ଦ୍ରଗ୍ରହଣ ଲାଗିବା ପୂର୍ବରୁ କରିନେଲେ ନିକଟ ଭବିଷ୍ୟତରେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ମତରେ ଏହି ଚନ୍ଦ୍ରଗ୍ରହଣ ପ୍ରଭାବରୁ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଯେହେତୁ ଏହା କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି, ତ ଏହାର ସିଧା ପ୍ରଭାବ ରାଶିଚକ୍ରରେ ଥିବା 12ଗୋଟି ରାଶିମାନଙ୍କ ଉପରେ ସିଧା ପ୍ରଭାବ ପଡ଼ିବା ପାଇଁ ଯାଉଅଛି ଏବଂ ଗ୍ରହମାନଙ୍କର ଚଳନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ମାନଙ୍କ ଉପରେ ଏହି ଗ୍ରହଣର ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ ଆଉ କିଛି ରାଶିମାନଙ୍କ ଉପରେ ଏହି ଗ୍ରହଣର ଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରରେ ଥିବା 12ଗୋଟି ରାଶି ମଧ୍ୟରୁ କେବଳ 8ଗୋଟି ଏମିତି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ଏମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ଦେଖିବା ଅତ୍ୟନ୍ତ ଶୁଭ ଅଟେ। ସେହି ରାଶିଗୁଡ଼ିକ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି ଏବଂ ମୀନ ରାଶି। ଏହି 9ଗୋଟି ରାଶିମାନଙ୍କ ପାଇଁ ଚଳିତ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ରହିବ। ଏହି 9ଗୋଟି ରାଶିର ବ୍ୟକ୍ତିବିଶେଷମାନେ ଚନ୍ଦ୍ରଗ୍ରହଣ ଦେଖିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳର ପ୍ରାପ୍ତି କରିବେ ଏବଂ ଆଉ 3ଗୋଟି ରାଶିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅଶୁଭ ଫଳ ପ୍ରଦାନ କରିବ। ଏମାନଙ୍କୁ ଗ୍ରହଣ ଦେଖିବା ଅଶୁଭ ଅଟେ ଏବଂ ସେହି ରାଶିଗୁଡ଼ିକ ହେଉଛନ୍ତି ବୃଷ ରାଶି, କନ୍ୟା ରାଶି ଏବଂ କୁମ୍ଭ ରାଶି। ଏହି 3ଗୋଟି ରାଶିର ବ୍ୟକ୍ତିବିଶେଷ ପାଇଁ ଗ୍ରହଣ ଦେଖିବା ଅଶୁଭପଦ ଅଟେ। ଏହି 3ଗୋଟି ରାଶିର ବ୍ୟକ୍ତିବିଶେଷମାନେ ଗ୍ରହଣ ସମୟରେ ଭଗବାନ ଶିବଙ୍କର ଆରାଧନା କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ରର ପାଠ କରନ୍ତୁ। ଆପଣଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ବନ୍ଧୁଗଣ, ଏହି ଗ୍ରହଣ ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅଶୁଭ ହୋଇଥିବାରୁ
ବହୁତ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସେମାନଙ୍କୁ ଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି କିମ୍ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର ସିଧା ପ୍ରଭାବ ଗର୍ଭରେ ବଢ଼ୁଥିବା ଶିଶୁ ଉପରେ ସିଧାସଳଖ ପଡ଼ିଥାଏ। ଏଥିସହିତ ଗ୍ରହଣ ଲାଗୁଥିବା ସମୟରେ ଗର୍ଭବତୀ ମହିଳାମାନେ କେବେ ହେଲେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଝରକା କବାଟ ବନ୍ଦ କରି ରଖନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କ ଛାୟା ଯଦି କୌଣସି ଗର୍ଭବତୀ ମହିଳାଙ୍କ ଉପରେ ପଡ଼ିଯାଏ, ତେବେ ତାଙ୍କର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ମତରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି। ପ୍ରଥମ କାର୍ଯ୍ୟ ହେଉଛି ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ସମୟରେ ରନ୍ଧାଯାଉଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ମତରେ ଅଶୁଦ୍ଧ ହୋଇଥାଏ, ବିଷ ସମାନ ହୋଇଥାଏ। ଏଥିପାଇଁ ଆପଣ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ। ନମ୍ବର 2, ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧାଯାଇଥିବା ଖାଦ୍ୟ ଖାଇବା ସମ୍ପୂର୍ଣ୍ଣ ନିଷେଧ ଅଟେ। ନମ୍ବର 4, ଚନ୍ଦ୍ରଗ୍ରହଣ ସମୟରେ ଦେବୀ ଦେବତାଙ୍କର ପୂଜା କରିବା ସମ୍ପୂର୍ଣ୍ଣ ନିଷେଧ ଅଟେ।